ନାହିଁ ଟିକିଏ ବି ଲାଜ ସରମ। ବସ୍ରେ ସମସ୍ତଙ୍କ ସାମ୍ନାରେ ବିକିନି ପିନ୍ଧି ଦେଖାଇଲେ ସବୁକିଛି। ଲୋକେ ଆଖି ବନ୍ଦ କରିଦେଲେ। ଭାଇରାଲ ହେଉଛି ଏହି ଭିଡ଼ିଓ। ବସ୍ ଭିତରେ ଏପରି କିଛି ଅଶ୍ଳୀଳ କାର୍ଯ୍ୟ କରୁଥିଲେ ମହିଳା। ସୋସିଆଲ ମିଡ଼ିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଅଜବ ଥାଏ ତ ଆଉ କିଛି ପାଗଳାମି। ଦିଲ୍ଲୀର ମେଟ୍ରୋ ସିଟି ଭଳି ସ୍ଥାନରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହିଳା ଜଣକ ବିକିନି ପିନ୍ଧି ଦିଲ୍ଲୀର ସିସିଡି ବସ୍ରେ ଯାତ୍ରା କରୁଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦିଲ୍ଲୀର ମେଟ୍ରୋ ଷ୍ଟେସନ ପରି ଅଧିକାଂଶ ଲୋକେ ସିସିଡି ବସ୍ ଉପରେ ନିର୍ଭର କରିଥାନ୍ତି। ଏଥିରେ ମହିଳାମାନଙ୍କ ପାଇଁ ଯାତାୟାତ ସମ୍ପୂର୍ଣ୍ଣ ମାଗଣା ହୋଇଥାଏ, କାରଣ ଅଧିକ ସଂଖ୍ୟକ କଲେଜ ଛାତ୍ରଛାତ୍ରୀ ଏଥିରେ ଯିବା ଆସିବା କରିଥାନ୍ତି। ଦିଲ୍ଲୀର ମେଟ୍ରୋ ସିଟି ଭଳି ସ୍ଥାନରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ନିକଟରେ ଏକ ମହିଳା ଏକ ବିକିନି ପିନ୍ଧି ଏହି ସିସିଡି ବସ୍ରେ ଚଢ଼ିଥିଲେ, ଯାହା ଦେଖି ଲୋକମାନଙ୍କ ମଧ୍ୟରେ ଏକ ବିଶୃଙ୍ଖଳତା ପରିସ୍ଥିତି ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହେଁ ଆଜ୍ଞା, ଆପଣ ଭିଡ଼ିଓ ଦେଖିଲେ ଜାଣିପାରିବେ ଯେ କିପରି ମହିଳା ଜଣକ ବସ୍ରେ ଚଢ଼ିବା ପରେ ଆଉ ଏକ ମହିଳା ତାଙ୍କୁ କିଛି କହିବାରୁ ଓଲଟା ସେ ମହିଳା ଜଣକ ସହ ସେ ଯୁକ୍ତିତର୍କ କରିଥିଲେ ଏବଂ ସାମ୍ନାରେ ବସିଥିବା ଜଣେ ପୁରୁଷଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବା ପରେ ୟୁଜର୍ସମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି।